ଟିଟଲାଗଡ଼ ରେ ଜନ୍ମିତ ଜଣେ ଏମିତି ପ୍ରତିଭା ଯେ ଓଡ଼ିଆ ସିନେମା ଆଲବମ୍ ଯାତ୍ରା ମ୍ୟୁଜିକ୍ ଭିଡିଓ ଜଗତ ପାଇଁ ସତେ ଯେମିତି ଈଶ୍ୱରଙ୍କ ବରଦାନ ଥିଲେ। ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ କରିଥିଲେ ସ୍ୱରର ସାଗର ହ୍ୟୁମାନ ସାଗର। 15,000ରୁ ଅଧିକ ଗୀତ ଗାଇ ଓଲିଉଡର ଆଗ ଧାଡ଼ିର ଗାୟକର ପାଇଥିଲେ ପରିଚୟ। ପ୍ରେମ ହୋଇଯାଏରୁ ଆରମ୍ଭ କରି ଚାରିଧାମ ଫିଲ୍ମର ଶେଷ ଗୀତ କେରକେରା ପର୍ଯ୍ୟନ୍ତ ତାଙ୍କ ସଙ୍ଗୀତ ଯାତ୍ରାରେ ସେ କେବେ ଚର୍ଚ୍ଚିତ ତ କେବେ ବିବାଦିତ ବି ହୋଇଥିଲେ। କିନ୍ତୁ ହ୍ୟୁମାନଙ୍କ ସଙ୍ଗୀତର ଯାଦୁ ଶ୍ରୋତାଙ୍କୁ ସବୁବେଳେ ବାନ୍ଧି ରଖିଥିଲା। 2015ରୁ 2025 ମଧ୍ୟରେ ମାତ୍ର 10 ବର୍ଷ ଭିତରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ ତାହା ଖୁବ୍ କମ୍ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। 2012ରେ ଆୟୋଜିତ ଭଏସ୍ ଅଫ୍ ଓଡ଼ିଶା ସିଜନ୍ 2ର ବିଜେତା ହୋଇ ସେ ଲୋକଲୋଚନକୁ ଆସିଥିଲେ। 2 ବର୍ଷ ପରେ ଅର୍ଥାତ୍ 2014ରେ ସିନେମା ଜଗତରେ ପ୍ରବେଶ କରିଥିଲେ। ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ସିନେମା ସମଥିଙ୍ଗ ସମଥିଙ୍ଗ 2 ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରି ଚାଲିଲେ। ହେଲେ କିଡନୀ ଏବଂ ଲିଭର ଜନିତ ସମସ୍ୟା ତାଙ୍କଠାରୁ ଛଡ଼ାଇ ନେଲା ଆୟୁଷ। ମାତ୍ର 35 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ହ୍ୟୁମାନ। ସୋସିଆଲ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ହ୍ୟୁମାନଙ୍କ ସ୍ମୃତିରେ ଦିଆଗଲା ଶ୍ରଦ୍ଧାଞ୍ଜଳି। ଆଉ ଏହାରି ଭିତରେ ଇଣ୍ଟରନେଟରେ ଭାଇରାଲ ହେଲା ଆଉ କିଛି ଭିଡିଓ। ଏହି ଭିଡିଓ ହ୍ୟୁମାନଙ୍କୁ ନେଇ ନୁହେଁ ବରଂ ତାଙ୍କ ସାନ ଭାଇ ନ୍ୟୁମାନଙ୍କୁ ନେଇ ହେଉଛି।